ମନରେ ଅନେକ ଆଶା ଏବଂ ଅସୁମାରୀ ସ୍ୱପ୍ନ ନେଇ ଦାଦନ ଖଟିବା ପାଇଁ ଯାଇଥିଲେ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ରେମ୍ପି ଗ୍ରାମର ଜଣେ ଯୁବକ, ଯିଏକି ପରିବାର ଜଣେ ବଡ଼ ସଦସ୍ୟ ମଧ୍ୟ। ତାଙ୍କ ମା ବର୍ତ୍ତମାନ ଆମ ସହିତ ଅଛନ୍ତି, ତାଙ୍କ ସହିତ ଆମେ ସିଧାସଳଖ ଆଲୋଚନା କରିବା। କଥାଟା ହେଉଛି ଯେତେବେଳେ ସେ ହାଇଦ୍ରାବାଦ ଦାଦନ ଖଟିବା ପାଇଁ ଯାଇଥିଲେ, ସେ ଗୋଟିଏ ଦିନ ପରେ କୁଆଡ଼େ ହଜି ଯାଇଥିବା କଥା ତାଙ୍କ ମା ମଧ୍ୟ କହୁଛନ୍ତି। ଏନେଇ ହାଇଦ୍ରାବାଦ ଥାନାରେ ମଧ୍ୟ ଏତଲା ଦିଆଯାଇଛି, ମିସିଂ କେସ୍ କରାଯାଇଛି। ହାଇଦ୍ରାବାଦ ପୋଲିସ ମଧ୍ୟ ତାକୁ ଖୋଜାଖୋଜି କରୁଛନ୍ତି। ତେବେ ଘଟଣାର କିପରି ଘଟିଲା ଏବଂ ଘଟଣା ପରେ କେମିତି ପରିବାର ଲୋକ ଅଛନ୍ତି ତାକୁ ନେଇ ଆମେ ସମ୍ପୂର୍ଣ୍ଣ ତଥ୍ୟ ଆମେ ଆପଣମାନଙ୍କ ସମ୍ମୁଖରେ ରଖିବା ପାଇଁ ଚେଷ୍ଟା କରିବୁ। ତାଙ୍କ ମା ଆମ ସହିତ ଅଛନ୍ତି, ସିଧାସଳଖ ଆଲୋଚନା କରିବା। ମା, ଆପଣଙ୍କୁ ସ୍ୱାଗତ କରୁଛି। କେମିତି ଘଟଣାଟା ଘଟିଲା, କେବେ ଗଲେ ପୁଅ ଏବଂ ବୋହୂ? ବୁଧବାର ଦିନ ଗଲେ, ବୁଧବାର ଗଲେ ଗୁରୁବାର ସନ୍ଧ୍ୟା ଫେରିଲି, ସେଠିକି ପହଞ୍ଚିଲା ପରେ ସେଠିକି ଗଲେ, ଆଉ ବେଗ ବଡ ସବୁ ରଖିଲେ। ତାପରେ ସେଠିକି ପହଞ୍ଚିଲେ 10 ମିନିଟ ଘଣ୍ଟାଟି ରହିଛେ କି ନ ରହିଛେ ତ ବାହାରକୁ କାହାକୁ ନ କହି ପୁଛି ପିଲାଟା ବାହାରି ପଡିଲା ବାହାରକୁ। ବାହାରିଲା ଯେତେବେଳେ ଝାଡା ଯିବି ବୋଇଲା, ନହେଲେ କୁଆଡେ ଯିବି ଦେଖିବି କୁଆଡେ ତାଙ୍କର ଇଏ ହେଲା, ବାହାରିଲା ବାହାରକୁ। ବାହାରିଲା ପରେ ବାହାରିଲା ସିନା ଗଲା, ଆଉ ଫେରିନି ସେ ପିଲାଟା। ଆସିବ ପୁରା କେତେବେଳେ ଗଲା, ଆସିବ ପୁରା କେତେବେଳେ ଗଲ ବୋଲି ଆଙ୍କ ସବୁ ତୁନି ପଳେଇଲେ। ଆଉ ରାତି ହେଇଗଲା, ସକାଳ ପାଇଲା ସିନା, ଆଉ ସେ ଲୋକଟା ପାଉନି। କେତେ ପୁଲିସ କେତେ କିସ ପକ୍ଷୀଲେ ବି ଆଉ କିଏ ପାଉନାହାନ୍ତି, କିସ କରିବୁ। ପିଲୁରୁ ବାପା କାଳେ ହେଇଗଲେ, ଏଡ଼ିକି ଟାରୁମି ପିଲାମାନଙ୍କୁ ଭିକ୍ଷା ମାଗିଲା ପରେ ସମ୍ଭାଳିଥିଲେ। ଏବେ ପିଲାକୁ ଦେଶ ବନବାସ ପଠେଇଲା ଭଳିଆ ହେଇଛି। ଏନେଇ ଆପଣ ଜିଲ୍ଲାରେ କାହାକୁ ଜଣେଇଛନ୍ତି କି? ଜିଲ୍ଲା ପ୍ରଶାସନ ମାନଙ୍କର ଦ୍ୱାରସ୍ଥ ହେଇଛନ୍ତି କି ଆପଣ? କୋଉଠି? ଏଇଟା ମୁଁ ସେ ଜାଣିନି। ଆଚ୍ଛା, ତେବେ ସେଠିକାର ପରିସ୍ଥିତି କେମିତି ଅଛି ଆପଣ କେମିତି ଜାଣୁଛନ୍ତି? କିଏ ଆପଣ କେମିତି ଜାଣୁଛନ୍ତି କି ହାଇଦ୍ରାବାଦରେ କଣ ଚାଲିଛି, କେମିତି? ସେଠି କିଏ ଆପଣଙ୍କର କିଏ ଅଛନ୍ତି? ସେଠି ଆମ ବୋଉ ଅଛି। ହଁ, ସେମାନେ ଖୋଜାଖୋଜି କରୁଛନ୍ତି। ଆମ ବୋଉ ବାବା ତାଙ୍କ ମାନଙ୍କୁ ଧରିଛି ନା, ଖୋଜାଖୋଜି କରୁଛି। ଯେତେ ତାର ସାଙ୍ଗସାଥି ସବୁ ଖୋଜାଖୋଜି କରୁଛନ୍ତି। ହେଲେ ବି ତଥାପି ପାଉନାହାନ୍ତି। ବର୍ତ୍ତମାନ ଆପଣ ଏଠି ଜଣେ ଅଛନ୍ତି? ହଁ, ମୁଁ ଏଇଠି ଜଣେ ଅଛି। ଆଚ୍ଛା, କେମିତି ଚଳିବାଟା ଆପଣ କେମିତି ଚଳୁଛନ୍ତି? ଆମେ ଏମିତି ବିଲ ବାଳରେ ଫସଲ କରୁଛୁ। ଫସଲରେ ହେଲେ ତ ଖାଉଛୁ, ନହେଲେ ନାହିଁ। ଆମେ ଆଉ କିଛି ଚାକିରି କରୁଛୁ, ଚାକିରି ଟଙ୍କା ପାଇବୁ ଆଜ୍ଞା। ସେ ଫସଲ ହେଲେ ଖାଇଲେ, ନହେଲେ ସେମିତି ଆଉ ଏମିତି କୁଲି କଷ୍ଟ ପଡିକି ଚଳୁଛୁ। ସେଥିପାଇଁ ପିଲାମାନେ ଅସୁବିଧା, ପଇସା ପତ୍ର କିଛି ନାହିଁ। ଏ ମାସ 2 ମାସଟି ରହିକି ଆଇବୁ ବୋଲିକି ଗଲେ କି ଦେଶ ଯିବରେ ବାପା, ଭିକ୍ଷା ମାଗି ପଛେ ଖାଇବା ସିନା, ଯାଉନ ବୋଲି ମନା କରେ। ନା ଆগে ଯାଇକି ପଢାଇବୁ, ଚାଷ ବ୍ୟବସାୟ ବଡକୁ ପଢାଇବୁ ନା, କିଛି ଏବେ ପଇସାଟି କିଛି ନାହିଁ, କିସ କରିବା କିଛି ନାହିଁ ବୋଲିକି ପିଲାମାନେ ବାହାରିଲେ। ଗଲା ପରେ ସେଠି ପହଞ୍ଚିଲେ ପୁଅଟା ସେମିତି ହଜି ଯାଇଛି। ତେବେ ଆମେ ମାଉସୀ, ଆମେ ଶୁଣିବାକୁ ପାଇଲୁ କି ଆପଣ ବିଭିନ୍ନ ଜ୍ୟୋତିଷ ମାନଙ୍କ ପାଖକୁ ଯାଇଥିଲେ। ତେବେ ସେମାନଙ୍କର କଥା କହିବା କଥା କଣ ରହିଥିଲା ଆପଣଙ୍କୁ? ଏଇଠି ଆପଣ କାହା ପାଖକୁ ଯାଇଥିଲେ? ସେମାନେ ମେଡିଯିବ ବୋଲୁଛୁ ସିନା, କାହିଁ ଆଜି ଗଡିଛି, କାହିଁ କିଛି ସତ କଥା ତ କିଏ କହିନାହାନ୍ତି। ମେଡି ଯିବାକୁ ବୋଲିକି ବୋଲୁଛେ, ଭଲ ରାଗ ଅଛି ବୋଲୁଛେ। କେତେ ଜଣଙ୍କ ପାଖକୁ ଯାଇଥିଲେ ଆପଣ? ମୁଁ 2 ଯାଇଥିଲି, ଆଉ କୁଆଡେ ଯାଇପାରିନି। ମତେ ତ ଛାଲିବାକୁ ବି ସାହସ ଲାଗୁନି। ତାଙ୍କୁ ଗଲା ଦିନ ତ ଚୁଲି ଜଡା ହେଇ ରହିଛି, ଖାଇବାରେ ପିଇବାରେ ମୋର କିଛି ନାହିଁ। ମାଙ୍କ ଆଖିରୁ ଲୁହ ବର୍ତ୍ତମାନ ଶୁଖୁନି। ଆଉ ପୁଅ କିପରି ମିଳିବ, ସେଥିପାଇଁ ସେ ବିଭିନ୍ନ ଜ୍ୟୋତିଷ ମାନଙ୍କ ପାଖକୁ ମଧ୍ୟ ଯାଇଥିଲେ। ସେମାନଙ୍କ ଠାରୁ ପାଇବାର ଗୋଟେ ସ୍ୱପ୍ନ ମଧ୍ୟ ସେମାନେ ଦେଖେଇଛନ୍ତି, ତାଙ୍କୁ ମିଳିଯିବାର ସ୍ୱପ୍ନ ମଧ୍ୟ ସେମାନେ ତାଙ୍କୁ ଦେଖେଇଛନ୍ତି। ତେବେ ମା, ଆମ ଚ୍ୟାନେଲ ମାଧ୍ୟମରେ ଅନୁରୋଧ କରୁଛନ୍ତି ପ୍ରଶାସନକୁ, ଏଠି ପ୍ରଶାସନ ଏବଂ ଲେବର ଡିପାର୍ଟମେଣ୍ଟ ସେମାନେ ହସ୍ତକ୍ଷେପ କଲେ ତାଙ୍କ ପୁଅ ମିଳିବାର ଗୋଟେ ସମ୍ଭାବନା ରହିବ ବୋଲି ସେ ଆଶା ପ୍ରକଟ କରୁଛନ୍ତି। ଗ୍ରାଉଣ୍ଡ ଜିରୋ ରନିଂ ପାଣିକ ରିପୋର୍ଟ, MBC TV।